କୋଲକାତାର ଐତିହାସିକ ବ୍ରିଗେଡ୍ ଗ୍ରାଉଣ୍ଡରେ ରବିବାର ଅପରାହ୍ନରେ 5 ଲକ୍ଷ ଲୋକ ସାମୂହିକ ଗୀତା ପାଠ କରିଛନ୍ତି। ସନାତନ ସଂସ୍କୃତି ସଂସଦ ନାମକ ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଧାରଣ ଜନତାଙ୍କ ନିକଟରେ ସନାତନ ଧର୍ମର ମୂଳ ଭାବନା ଏବଂ ଗୀତାର ସାର୍ବଭୌମିକ ସନ୍ଦେଶ ପହଞ୍ଚାଇବା ଏହାର ଲକ୍ଷ୍ୟ ଥିଲା। ମହାମଣ୍ଡଳେଶ୍ୱର ସ୍ୱାମୀ ଜ୍ଞାନାନନ୍ଦ ଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଭୂଷଣ ସ୍ୱାଧୀ ଋତୁମ୍ଭରା ଏବଂ ବାଗେଶ୍ୱର ଧାମର ଧୀରେନ୍ଦ୍ର ଶାସ୍ତ୍ରୀ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗ ରାଜ୍ୟପାଳ ଡି.ସି.ଭି. ଆନନ୍ଦ ବୋଷ, କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସମେତ ବିଜେପିର ଅନେକ ସାଂସଦ, ବିଧାୟକ ଏବଂ ନେତା ଉପସ୍ଥିତ ରହି ସାମୂହିକ ଗୀତାପାଠରେ ସାମିଲ ହୋଇଥିଲେ। ଆଜି 5 ଲକ୍ଷରୁ ଅଧିକ ଲୋକ ଏକତ୍ର ଗୀତାପାଠ କରିଥିବା ମହାମଣ୍ଡଳେଶ୍ୱର ସ୍ୱାମୀ ଜ୍ଞାନାନନ୍ଦ ଘୋଷଣା କରିଛନ୍ତି। ତାଙ୍କ ମୁତାବକ ସାଧୁ ଓ ସନ୍ଥମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଗୀତାର 1, 9 ଓ 18ତମ ଅଧ୍ୟାୟ ପାଠ କରାଯାଇଥିଲା। ଏହି ସମୟରେ ବ୍ରିଗେଡ୍ ଗ୍ରାଉଣ୍ଡ ବିଜେପି ପତାକାରେ ଗେରୁଆମୟ ହୋଇଯାଇଥିଲା।